এই সৎসঙ্গ নাম সংকীর্তন উপস্থিত সমস্ত মোর অন্তর জয়গুরু এবং যথাস্থানে প্রণাম নিবেদন করি। ଆମେ ସମସ୍ତ ଅବଗତ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କର ଜନ୍ମଦିବସ ଉପଲକ୍ଷେ ସତ୍ସଙ୍ଗ ବିହାର ବିଞ୍ଝାରପୁର ଆନୁକୂଲ୍ୟରେ ଆଜି ସତ୍ସଙ୍ଗ ନାମ ସଂକୀର୍ତ୍ତନ ଆୟୋଜନ ହେଇଛି। ଉପସ୍ଥିତ ଅନୁପସ୍ଥିତ ସମସ୍ତଙ୍କର ଇଷ୍ଟମୟ ଜୀବନ ପାଇଁ ଶ୍ରୀ ଠାକୁରଙ୍କର ଚରଣରେ ପ୍ରାର୍ଥନା ଜଣାଏ। ଭଜନ କୀର୍ତ୍ତନ ମାଧ୍ୟମରେ କୀର୍ତ୍ତନର ଗୋଟେ ସ୍ୱର ଥିଲା ପତିତ ପାବନ ନର ନାରାୟଣ। ପତିତକୁ ଉଦ୍ଧାର କରିବା ଯାହାଙ୍କର କାମ୍ୟ ସେ ପୁରୁଷୋତ୍ତମ। ଶ୍ରୀ ଶ୍ରୀ ଠାକୁରଙ୍କ ସହିତ ବିଶିଷ୍ଟ ଭକ୍ତମାନଙ୍କର ଯେତେବେଳେ ଆଳାପ ଆଲୋଚନା ହେଇଛି, କୃଷ୍ଣ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଜଣେ ବିଶିଷ୍ଟ ବୈଜ୍ଞାନିକ, ଠାକୁରଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ, ଠାକୁରଙ୍କୁ ପ୍ରଶ୍ନ ପଚାରିଛନ୍ତି ବିଭିନ୍ନ ଅବତାର ରୂପରେ ଯେତେବେଳେ ପୁରୁଷୋତ୍ତମ ଆସନ୍ତି ଏ ନରଦେହ ଧରିକି ସଂହାର ଲୀଳାଟା ଆରମ୍ଭ ହୁଏ। এই সংহার লীলাটা ଆପଣଙ୍କ ଜୀବନରେ କ'ଣ ଉଦ୍ଦେଶ୍ୟ ରହିଛି ବା କାହାକୁ ସଂହାର କରିବା ପାଇଁ ଆସିଛନ୍ତି? ଶ୍ରୀ ଶ୍ରୀ ଠାକୁର କହିଛନ୍ତି ଯଦି ସଂହାର ଲୀଳା ଆରମ୍ଭ ହୁଏ ତୁମେ ବି ବାଦ ପଡ଼ିବନି। ଆଉ ଏଇଟା ହେଉଛି ଉଦ୍ଧାର ଲୀଳା। ଠାକୁର ଦୟା କରିକି ଆମମାନଙ୍କୁ ଯଦି ଆମମାନେ ନିଜେ ନିଜେ ଆତ୍ମବିଶ୍ଳେଷଣ କରିବା, ଆମର ବ୍ୟକ୍ତିତ୍ୱ, ଆମର ଚରିତ୍ର, ଆମର ଜୀବନକୁ ଆମେ ସମସ୍ତେ ତାଙ୍କର ଚରଣାଶ୍ରିତ। ଏଇଟା ତାଙ୍କର ବିଶେଷ ଆଶୀର୍ବାଦ। କାହାକୁ ସେ ଛାଡ଼ନ୍ତିନି, ସେ ହେଲେ ମଣିଷ କାଙ୍ଗାଳ। ଶ୍ରୀ ଶ୍ରୀ ଠାକୁରଙ୍କୁ ଭକ୍ତ ତାଙ୍କ ସଙ୍ଗ ସାନ୍ନିଧ୍ୟ କରୁଥିବା ଯେଉଁମାନେ ଥିଲେ, ଏମିତି କୌଣସି ମନର କଥା ନାହିଁ ତାଙ୍କ ପାଖରେ କହିପାରୁନଥିଲେ। ଠାକୁରଙ୍କୁ କହୁଛନ୍ତି ଠାକୁର ଏମିତି ତ ଅବତାରୀ ବହୁତ ଆସିଛନ୍ତି, ଆଉ ଯେତେବେଳେ ଅବତାରୀ ଆସିଛନ୍ତି ସେଇ ସମୟ ହିଂସା, ଈର୍ଷା, ପରଶ୍ରୀକାତରତା, ଅରାଜକତା ଇଏ ମଧ୍ୟ ବ୍ୟାପିଛି। ତାହେଲେ ଆସିକି ହଉଛି କ'ଣ? ଏବେ ବି ଆମେ ଅନୁଭବ କରୁଛେ ପରିବେଶର ସାମ୍ପ୍ରତିକ ପରିସ୍ଥିତିରେ ଏ ହିଂସା, ଈର୍ଷା, ପରଶ୍ରୀକାତରତା ଇଏ ମଧ୍ୟ ସାଇଡ୍ ବାଇ ସାଇଡ୍ ଚାଲିଛି। ଠାକୁର ସହଜ ଉତ୍ତର ଦେଇଥିଲେ ଯେତେବେଳେ ଅବତାରୀ ଆସନ୍ତି ଏମିତି ପ୍ଲାବନ ସୃଷ୍ଟି କରି ଦେଇ ଯାଆନ୍ତି, ମଣିଷକୁ ଅନେକ ଦିନ ପାଇଁ ବଞ୍ଚିବାର ଖୋରାକ ଦେଇ ଯାଆନ୍ତି, ପ୍ରେରଣା ଦେଇ ଯାଆନ୍ତି, ଯେଉଁଥିରେ ମଣିଷ ଆନନ୍ଦ ପାଏ, ଶାନ୍ତି ପାଏ, ଜୀବନର ରାସ୍ତା ପାଏ। ଆଉ ଆଜି ଯେଉଁ ଆଚାର୍ଯ୍ୟ ପରମ୍ପରା ଠାକୁର ଦେଇଛନ୍ତି, ଭକ୍ତ ଜ୍ଞାନୀ ପିପାସୁ ଅନେକ ଚର୍ଚ୍ଚା କରି ଦେଖିଛନ୍ତି ପୁରୁଷୋତ୍ତମଙ୍କର ଯିବା ପରେ ଅବର୍ତ୍ତମାନରେ ତାଙ୍କର ଧାରା ଧାରା ଧୀରେ 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 ଥମିଯାଏ। କିନ୍ତୁ ଶ୍ରୀ ଶ୍ରୀ ଠାକୁରଙ୍କର ଏଇ ଯୋଉ ଅଭିନବ ଲୀଳା ତାଙ୍କ ଅନୁନ୍ନତିରେ ଆଗକୁ ଆଗକୁ ବଢୁଛି ଏବଂ 10,000 ବର୍ଷ ପାଇଁ ଏଇଟା ଚାଲିବ ବୋଲି ସେ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଇଙ୍ଗିତ ମଧ୍ୟ କରିଛନ୍ତି, ଯାହାର ମାଧ୍ୟମ ହଉଛି ଆଚାର୍ଯ୍ୟ ପରମ୍ପରା। ଆମେ ଆଗରୁ ଅନେକ ପୂଜା ଧର୍ମର କାମ ଆମ ମାଫିକ ଆମେ କରନ୍ତି, ସେଥିରେ ଅହଙ୍କାର ସାବ୍ୟସ୍ତ ହୁଏ। କେହି କିଛି ଗୋଟେ ଖାଇବାକୁ କରିଦେଲା, ପିଇବାକୁ କରିଦେଲା, ଗୋଟେ ବାଇକ୍ ଲଗେଇ କିଛି ଗୋଟେ କରିଦେଲା, ତା ଭିତରେ କିଛି ପରିବର୍ତ୍ତନର କିଛି ସୁରାଗ ନଥିଲା, ବରଂ ଅହଙ୍କାର ଥିଲା। ମୁଁ ଏତେ ବଡ଼ କାମଟା କରିଦେଲି, ଏତେ ବଡ଼ ଯଜ୍ଞ କରିଦେଲି, ଏତେ ବଡ଼ ଅନୁଷ୍ଠାନ କରିଦେଲି, ପ୍ରାୟତଃ ଯାହା ଘଟେ ମୁଁ କହୁଛି। କିନ୍ତୁ ଜଣେ ଯଦି ସତ୍ସଙ୍ଗକୁ ଆସେ ପୁରା ସ୍କାନିଂ ହେଇଯାଏ। ଏମିତି ଆଦର୍ଶ ପରିବାର ସୃଷ୍ଟି କରି ଶ୍ରୀ ଠାକୁର ଯାଇଛନ୍ତି। ପ୍ରତ୍ୟେକଟି ମଣିଷ, ସେ ପିତା ହଉ, ମାତା ହଉ, ପୁତ୍ର ହଉ, କନ୍ୟା ହଉ, ଭାଇ ହଉ, ଭଉଣୀ ହଉ, ଏଇ ସତ୍ସଙ୍ଗରେ ବସିକି ସେଇ ମହାନ ଆଦର୍ଶ ପରିବାରକୁ ଦେଖିଲେ ସେ ଆତ୍ମବିଶ୍ଳେଷଣ କଲେ ଜାଣିବ ମୋର କ୍ଲାସଟା କ'ଣ, ମୁଁ କୋଉ ଅବସ୍ଥାରେ ଅଛି, କୋଉ ହିସାବରେ କର୍ତ୍ତବ୍ୟ କେତେ ଦୂର କରୁଛି, ସ୍ୱାମୀ ହିସାବରେ କେତେ ଦୂର କର୍ତ୍ତବ୍ୟ କରୁଛି, ସ୍ତ୍ରୀ ହିସାବରେ ମୁଁ ଠିକ ତ, କନ୍ୟା ହିସାବରେ ମୁଁ ଠିକ ତ, ଭାଇ ହିସାବରେ ମୁଁ ଠିକ ତ। ତାର ଯଦି ମାର୍କିଂ କରାଯାଏ 0 ଆସିଯିବ। ଆହୁରି ବାକି ଅଛି, ଆହୁରି ବାକି ଅଛି। ଏଇରେ ଦୟାମୟ ଆମକୁ ଉଦ୍ଧାର କରିବା ପାଇଁ ଆସିଛନ୍ତି ଏବଂ କିଛି ପ୍ରଦତ୍ତ ବିଧାନ ଦେଇଛନ୍ତି, ଯୋଉଟା ଆମେ ସତନାମ ପାଇଛନ୍ତି। ମଣିଷ ଯେତେବେଳେ ଈଶ୍ୱରଙ୍କୁ ଗ୍ରହଣ କରେ, ଈଶ୍ୱରଙ୍କୁ ଭଲ ପାଏ, ତା ଭିତରେ ଈଶ୍ୱରୀୟ ଗୁଣ ଫୁଟି ଉଠେ। ଯେମିତି ଠାକୁର କାହାକୁ ବାଦ ଦିଅନ୍ତିନି, ଠାକୁରଙ୍କୁ ଭଲ ପାଉଥିବା ଲୋକ ମଧ୍ୟ କାହାକୁ ବାଦ ଦବନି। ଠାକୁରଙ୍କୁ ପୁଣି ପ୍ରଶ୍ନ ପଚାରୁଥିଲେ। ଆଜି ପଢା ହଉଥିଲା ଗୋଟେ ବାଣୀରେ, ବିଜୁ ଭାଇ ପଢୁଥିଲେ, ମନ୍ଦଟା ମନ୍ଦକୁ ସୃଷ୍ଟି କରିବ। ଠାକୁର ସତ୍ୟାସନରେ କହିଛନ୍ତି ତୁମେ ଯଦି ସତ୍ ହୁଅ, ତୁମ ଦେଖା ଦେଖି 1000 ଲୋକ ସତ୍ ହେଇଯିବେ।
बेले बेले सत्संग दीक्षा नहीं मनीष चेष्टा कर चलिया परिवेश पूरा नेगेटिव परिवेश साड़ा दौ अनेक प्रकार उच्चारटना करुवे अनेक प्रकार प्रेसर पकाउे केमी दीक्षा छाड़ू ये अवस्था मनीष गति करे ठाकुर कहते जो झाड़ू मारे मनीष माने जिमी तुम्हें सत तुम देखा देख हजार हजार लोक सत हो झाड़ू मारुवे जो बापा हूँ तो माँ हूँ तो घरे कहीं जन भल पाऊ से अलियाटा सफा करुच्ची परवर्ती मुहूर्त में तार स्त्री हो तार पुओ हो तार भौणी हो तार कहीं ना कहीं आत्मीय स्वजन भल पाउवा लोक कामटा छड़े से भल कम जड़े करुच्ची से भल कमटा को भल पाइबा स्वरूप सी छड़े नेला एक क्रमश धीरे 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 विवर्तित प्रचारित प्रसारित हुए आज ठाकुर जहाँ कहते विश्वर अच्छी जत नगरादि ग्राम सर्वत प्रचार सतनामता संभव होती आगामी दिन में आम देखा किसी दिन पूर्व किसी वर्ष पूर्व जहाँ सत्संगर चित्र था बर्तमान से चित्र ना परम पूज्यपाद बड़दा किसी मंदिर परिकल्पना नहीं आज मंदिर अनेक जगह खूब सुविशाल श्रीमंदिर सब गढ़ी उठी जो मंदिर को आश्रय कर आम मान जावा आसवा आज आम जो बस सी जहाँ चाहती से जाए आम हिसाब से आम अनेक प्रकार योजना करते आम जीवन हो संगठन हो परिवार हो बेले बेले थकी जाती बाट किसी मिले ना किंतु जो माने गुरु को धरिकी चलती आचार्य को धरिकी चलती गुरु भरोसा विश्वास थाए समर्पित जीवनटा जीवन को सार्थक कर तोड़े जार जीवन जिते समर्पित तार जीवन सते सार्थक ये समर्पणटा आसे दबा भर अनुष्ठान महड़े आम अनेक सबू दिन कटे नहीं बहु आचार्य अत्यंत वर्तमान दुखित ये अनुष्ठान मनीष करुच्ची किंतु जहाँ भर से प्रत्येक समय तार प्रिय परम को अनुभव कर से अनुष्ठान न करे ये अनुष्ठान किसी मूल्य ना इष्टवृत्ति नियमित प्रार्थना जजन जाजन इष्टवृत्ति परिपालन यहाँ बहु भाव में हो ना आचार्य जो इच्छा करती जहाँ ठाकुर बाणी यथा समय इष्ट निर्देश मुक्त कराई तब सी जो इच्छा करती सहज हो जाए सी जो इच्छा करते एकदम सहज हो जाए कौन द्विमत ना से व्यक्तिगत व्यापार हो कि व्यक्तिगत व्यापार हो जहाँ तुम सांगठनिक व्यापार कहते जो सी इच्छा कर इच्छा जब आम जीवन को परिचालित करवा जीवन से सार्थकता सुंदरता आसो ये किसी दिन घटना जहाँ सेंट्रल टीम आसते आचार्य निर्देश में आम सत्संग पिंजारपुर संलग्न जो उपयोजना केन्द्र से सब मीटिंग करी आचार्य जहाँ बाणी थी जहाँ निर्देश थी साप्ताहिक सत्संग करने बर्तमान फुटी उठी साप्ताहिक सत्संग परिणामटा कौन स्वरूपटा कौन जब उदाहरण मध्यम कहुए आम उपलब्धि मध्यम कहुए आम किसी दिन तले ठाकुरपटा गोटे साप्ताहिक सत्संग थी अचानक जड़े आसजापी कहीं ना सी बाजा शिखी बसैले कहते बाजा बजा गाई शिखी हम कीर्तन टे गाई शिखी कीर्तन गाइला परवर्ती मुहूर्त कौन मुझे दीक्षा नापी चाहे दीक्षा भी नेला गत शनिवार कहला गोटे सत्संग नापी चाहे सत्संग भी है तार स्त्री नातुणी दीक्षा ने आउ दीज दीक्षा ना बाकी अच्छा दीक्षा व्याकुल कि ठाकुर जो आचार्य जो केते सहज हो जाए अनवरत लाइन अच्छा बर्तमान शनिवार शनिवार को सत्संग दवाई जोटा आम लोक पाऊन आगुरी यही रीति की यही कर्मी यही भाई मैंने कि संभव हो उठी आचार्य आशीर्वाद अनेक किसी चाहिदा थाए जोटा अहंकार परिणामटा कौन हुए आम बुझी पारती किंतु प्रति भक्ति व्याकुलता तुम इच्छा जे पूर्ण हो यही भक्ति व्याकुलता केते दिन आम मान आसो आम जीवन साधना लक्ष्यटा को आम के ठीक करवा मो जीवनटा क्या तो आगे ठीक हो आमर जीवन डिटर्मिनेशन जहाँ ठीक है जहाँफल अनेक प्रकार समस्या आम पड़ुं तार स्पष्ट बाणी ठाकुर देते परम पूज्यपाद बड़दा बारंबार कहते यू आर फॉर द लॉर्ड नॉट फॉर अदर्स यू आर फॉर द लॉर्ड एंड सो फॉर अदर्स ये जो जीवन मु पाई यहाँ जदि मनीष बुझे सब सहज हो मोर बापा माँ स्त्री घर दुआर पिला पाठपढ़ा समाज संपूर्ण जहाँ मो जीवन को युक्त करके जो परिवेशटा रही हुए ताले जीवन सार्थक आदि मो माफी किसी चाहिदा रुए ताले सेठी अनेक प्रकार व्यतिक्रम बाधा गोड़ा छिंडी जीव सक्सेस हेनी से शिशि दादा कहते मो जीवन में एकमात्र लक्ष्य हूँ आप्राण भल पाइबी पूज्यपाद बड़दा पाखु जो जाते भक्त कौन निर्देश सक्सेस होते दादा
ଆପଣଙ୍କ ଦୟାରୁ ମୁଁ ସକ୍ସେସ୍ ହେଇଯାଇଛି। ପର୍ଦ୍ଦା ରାଗି ଯାଉଥିଲେ, ଧୁର୍ ଠାକୁরের দয়া। ঠাকুরଙ୍କ বাণী তারপরে ଅଛି ইষ্টের যে থাকলে আপন ছিন্ন ভিন্ন তার জীবন। ইষ্টকুটু যদি কেହି আপনার থাকে তার জীবন ছিন্ন ভিন্ন। বর্তমান আচার্যଙ୍କର সেই আহ্বান, ମୁଁ ମୋର ପିଲାମାନେ ମୋ ଜୀବନରେ ଯୋଉ ଶାନ୍ତି ଦେଖୁଛ, ମୋ ଜୀବନ ଆନନ୍ଦ ଦେଖୁଛ, ତାର ଯୋଉ ରହସ୍ୟ ରହିଛି ତାହା ହେଉଛି ଏଇଆ, ମୁଁ ମୋର ସ୍ତ୍ରୀ ପିଲାଙ୍କୁ ଭଲ ପାଏ କିନ୍ତୁ ଠାକୁରଙ୍କଠୁ ଅଧିକ ନୁହେଁ। ମୋ ପିଲାମାନେ ମୋ ସ୍ତ୍ରୀ ମତେ ଭଲ ପାଆନ୍ତି, ମୁଁ ତାଙ୍କୁ କହିଲି ଯେ ମତେ ଭଲ ପାଅ, ଠାକୁରଙ୍କଠୁ ଅଧିକ ନୁହେଁ। ଏଇ ଠାକୁରଙ୍କଠୁ ଭଲ ପାଇବା ଯାହାଙ୍କର ଯେତେ ଅଧିକ, ଯେତେ ଯିଏ ଆପଣାର ଭଲ ପାଇବା ସେଇଟାକୁ ଶିଖାଏ ନା, ସମସ୍ତଙ୍କୁ ଭଲ ପାଇବା ଜଣା। ଏଇ ଭଲ ପାଇବା ଯଦି ତାଙ୍କ ପାଇଁ ହୁଏ ତେବେ ଜୀବନଟା ସାର୍ଥକ ହେଉଥିବ, ସୁନ୍ଦର ହେଇ ଉଠିବ। ଯେତେ ଦୁଃଖ ଆସୁ କଷ୍ଟ ଆସୁ, এই পরম পূজ্য আচার্য বারম্বার কেতে কেতে কাহিনী কহতি। আসামরে গোটে ঘটনা, সে কলিকতা সহরে চাকরি করু করু গুরু ভাইটে মানে মোটামুটি দীক্ষা নেইছি। সে কিন্তু ঠাকুরঙ্কর সে যে ভক্তি নিষ্ঠাকে কেবে কম করনি। তৃতীয় বছরে তা বাপা মরি যাইছি। গাঁ বালা কইলে শব সৎকার করিবু, যদি তু দীক্ষা ছাড় তাহলে শব সৎকার করিবু, নহলে করিবু। এ রাজি হয়েছি, কইলে সেমিতি রাজি হব না, রাজি হলে মানে লেখি দেইছি মু দীক্ষা ছাড়তে বলি। তারপরে ধীরে ধীরে তা বাপাঙ্কর শব সৎকার হয়েছি। তারপরে বাপাঙ্কর পরলোকକୁ ସତ୍ସଙ୍ଗ ଆରମ୍ଭ ହେଲା ଏବଂ ମାଙ୍କର ଦୀକ୍ଷା ହେଲା। କହିଲେ ତୁ ବା ଦୀକ୍ଷା ଛାଡ଼ି ଦେଇଥିଲୁ, କୁଶଳ କୌଶଳ ହେବାକୁ ପଡ଼ିବ। ଜୀବନର ଯେକୌଣସି ଅବସ୍ଥା ଆସୁ ତାଙ୍କଠୁ କସ୍ମିନ୍ କାଳ ମୁଁ ବିଚ୍ୟୁତ ହେବି ନାହିଁ। ବାପାଙ୍କ କାମ ଥିଲା କରିଦେଲି, ଦୀକ୍ଷା ଛାଡ଼ି କର। ତାପରେ ଧୀରେ ଧୀରେ ଆଖି ଖରାପ ହେଇଛି, ଅନ୍ଧ ହେଇଯାଇଛି। ପୁଣି ସେତେବେଳେ କହିଲେ ଏଇ ଦୀକ୍ଷା ନେଇଥିଲୁ ଜାଣିଲୁ ତୁ ଅନ୍ଧ ହେଲୁ। ସେ କହୁଛି ମୋର ଅନ୍ଧ ହବାର ଭଲ, ମୁଁ ଠାକୁରଙ୍କ ନାମ ତ କରୁଛି, ତୁମ ଭଳିଆ ଏ ପାଷାଣ୍ଡ, ତୁମ ଭଳିଆ ଏ ବିଶ୍ୱାସର ଲୋକଙ୍କୁ ତ କମ ସେ କମ ଦେଖିପାରୁନି। এইଭଳି ଥିଲା ନିଷ୍ଠା ଭକ୍ତି। ତେଣୁ ଯେତେ ହିଁ ଆସୁ ଆପଦ ବିପଦ ଯାହା ବି ହଉ ତୁମ ଇଚ୍ଛା ହିଁ ମଙ୍ଗଳ। ଆମେ ଜାଣିପାରନ୍ତିନି ଆମର ମଙ୍ଗଳ କ'ଣ। ତାଙ୍କ ପାଖରେ ଥରେ ପହଞ୍ଚିଲେ, ତାଙ୍କ ଦରବାର ଥରେ ପହଞ୍ଚିଲେ ଖାଲି ହାତରେ ଫେରେ ନା। এই ভুবনেশ্বরে ଜଣେ ଗୁରୁ ଭାଇ ଥିଲେ, ମୋର ଯେମିତି ଗୋଟେ ଆବୁ ମୁଣ୍ଡରେ ଅଛି ତାର ପ୍ରଚୁର ବଡ଼ଟେ ପ୍ରଚୁର। ତାଙ୍କ ମା ଯେ ବହୁତ ଠାକୁରଙ୍କ କାମ କରୁନି। ଅଚାନକ ଆଚାର୍ଯ୍ୟ ଆସୁଛନ୍ତି, ହଠାତ୍ ନିବେଦନ କରିଦେଉଛନ୍ତି ଆଜ୍ଞା ମୋର ଏଇ ଅବସ୍ଥା। ଦେଖିଲେ କହିଲେ ତାକୁ କହିଲେ ଗୋଟେ ସେ ମେଡିସିନଟା ଦେବ, ଗୋଟେ ଷ୍ଟିକର ଟାଇପର କ'ଣ ଦେଲେ। 15-20 ଦିନ ପରେ ସେ ଗାୟବ, ଆଉ ଅପରେସନ କରିବାକୁ ପଡ଼ିଲା। ମୋ ଅଫିସରେ ଜଣେ କାମ କରନ୍ତି, ଏଇଠିକି ଆସିକି ତାଙ୍କର ବ୍ୟକ୍ତିଗତ ମତାମତ ଦେଇକି ଯାଇଛନ୍ତି, ତାଙ୍କୁ ବୋନ୍ ମ୍ୟାରୋ କ୍ୟାନ୍ସର, ଲାଇଫ୍ 3 ବର୍ଷ ଡାକ୍ତର ଡିକ୍ଲାର କରିଦେଇଛନ୍ତି। 3-3ଟା ଛୁଆ, ଆଉ କେହି ନାହାନ୍ତି ପରିବାର ଦାୟିତ୍ୱ ନେବା ପାଇଁ। ଯେତେବେଳେ ସେଇଭଳି ଅବସ୍ଥାରେ ମଣିଷ ଘଡ଼ିସନ୍ଧି ମୁହୂର୍ତ୍ତରେ ପଡ଼େ, ଏକମାତ୍ର ଉପାୟ କେବଳ ସେଇ ଗୁରୁ ଆଉ ଆଚାର୍ଯ୍ୟ। ଯାଉ ସେ ଆଶ୍ରମ ଯାଇଛନ୍ତି, ଆଶ୍ରମ ଯାଇକି ପୁରା କାନ୍ଦି ବୋବେଇକି 3 ବର୍ଷ ବଞ୍ଚିବ ଛୁଆ 3-3ଟା ଛୋଟ, ସେ ଅବସ୍ଥା ଯାହା ଥିବ ସେଇ ଅନୁଭବ କରିପାରିବ, ଆଉ କେହି କରିପାରିବେନି। କଥାଟା ଲାଗିପାରେ ଅନେକ ପ୍ରକାର ଆଶ୍ଚର୍ଯ୍ୟ ପ୍ରକାର। ଯାଇ ଯେତେବେଳେ କାନ୍ଦି ବୋବେଇ କହୁଛନ୍ତି ଆଜ୍ଞା ଡାକ୍ତର କହିଛି 3 ବର୍ଷ ବଞ୍ଚିବି, ଆଚାର୍ଯ୍ୟ କହୁଛନ୍ତି ଠାକୁର କହିନାହାନ୍ତି ତ, ଯା ଡିପି ୱାର୍କ କର। ବର୍ତ୍ତମାନ 4 ବର୍ଷରେ ପଡ଼ିଛୁ, ଭାଇକି ଭାଇ ଭଲ ପାଆନ୍ତି, ସ୍ୱାଧୀନ ଭାଇ ଜାଣିଛନ୍ତି, ସେ ଏଠିକି ବି ଆସୁଛନ୍ତି, ଯାଜନ କରୁଛନ୍ତି। ଏବେ ବି ଫିଟ୍, ଲକ୍ଷାଧିକ ଟଙ୍କାର ସାଲେରୀ, ତାଙ୍କ ଇନକ୍ରିମେଣ୍ଟ ପ୍ରମୋସନ ହେଇକା ଚାଲିଛି। ପିଲା ଛୁଆ ବି ସମସ୍ତେ ଏଇ ରାସ୍ତାରେ ଅଛନ୍ତି। ତେଣୁ ଆମମାନଙ୍କ ଜୀବନରେ ପରମ ସୌଭାଗ୍ୟ ଜୁଟିଛି। ଦିଗହରା ମଣିଷ ପାଇଁ ଧ୍ରୁବତାରା ହେଇକି ସେ ଆସୁଛନ୍ତି। ଆଉ ପ୍ରଦତ୍ତ ବିଧାନ ଚାପଡ଼ା ହେଲା, କରିବା ହିଁ ପାଇବାର ଜନନୀ, ଆମକୁ ଯୋଗ୍ୟ କରିବା ପାଇଁ। ଆମର ବର୍ତ୍ତମାନ ଅତୀତ ଭବିଷ୍ୟତ ସେ ହିଁ ଜାଣନ୍ତି, ଦ୍ରଷ୍ଟା ପୁରୁଷ ସେଇ ମାଫିକ ଆମକୁ ବିଧାନ ଦିଅନ୍ତି। ଆମର କର୍ତ୍ତବ୍ୟ ହେଲା ମଥାପାତିକି ବିଶ୍ୱାସ ସହିତ, ଭରସାର ସହିତ ସେଇ ବିଧାନକୁ ମାନିବା। ଯାହା ରତନ ଭାଇ ସୂଚନା ଦେଇକି ଯାଇଛନ୍ତି, ବର୍ତ୍ତମାନ ତାଙ୍କର ଇଚ୍ଛା ଡିପିୱାର, ସାପ୍ତାହିକ ସତ୍ସଙ୍ଗ, ପ୍ରାତ ପ୍ରାର୍ଥନା, ସମସ୍ତେ ଏଥିରେ ସକ୍ରିୟ ଭାବରେ ଯୋଗ ଦେଇକି ତାଙ୍କର ଇଚ୍ଛାକୁ ପୂରଣ କରି ସାର୍ଥକ ହେଇ ଉଠିବା, ଗାଇ ଉଠିବା। ବନ୍ଦେ ପୁରୁଷୋତ୍ତମ।